ଅନ୍ୟମନସ୍କ ଭାବରେ ସେ ଗଛରୁ ସେ ଗୋଟେ ଗୋଟେ ପତ୍ର ଛିଣ୍ଡଉଥିଲା ଆଉ ତଳେ ପକାଉଥିଲା। ଆଖିରୁ ଅନବରତ ଲୁହ ଗଡ଼ି ଚାଲିଥିଲା। ପିଲାମାନଙ୍କର କଥା ଭାବି ଭାବି ସମସ୍ତେ ଆଜି ଉପାସରେ ଥିବେ, ସିଏ ବି ଆଜି ଉପାସରେ ଅଛି। ଏମିତି ରାତି ବିତି ଚାଲିଲା। କେତେବେଳେ ତାର ଆଖିକୁ ଟିକେ ନିଦ ଆସିଯାଇଛି ତାକୁ ଜଣା ନାହିଁ। ତାପରେ ସେ ସେଇଠି ଗଛରୁ ଗଳି ପଡ଼ିଲା। ଗଛ ତଳେ ଗୋଟେ ହିଂସ୍ର ବାଘ ତାକୁ ଅପେକ୍ଷା କରି ରହିଥିଲା। ସେ ସଙ୍ଗେ ସଙ୍ଗେ ତାର ଶିକାର କରିନେଇଛି ଶିକାରୀ। ଶିକାରୀର ପ୍ରାଣ ଯେତେବେଳେ ନେବା ପାଇଁ ଯମଦୂତମାନେ ଆସିଲେ, ସେତେବେଳେ ଶିବଦୂତମାନେ ଆସି କହିଲେ, ତୁମେ ଏହାକୁ ନେଇପାରିବନି, କାରଣ ଏ ଶିକାରୀ ଶିବଙ୍କର ବଡ଼ ଭକ୍ତ। କାରଣ ସେ ଆଜି ଜାଗରରେ ଉପବାସ କରିଛି ଏବଂ ଶିବଙ୍କୁ ଜଳ ବେଲପତ୍ର ଅର୍ପଣ କରିଛି। ତାପରେ ଯମଦୂତମାନେ କହିଲେ, ଏହା କିପରି? ସେ ତ ଜଙ୍ଗଲ ଭିତରେ ଅଛି, ଏଠି ତ କୌଣସି ଶିବଲିଙ୍ଗ ନାହିଁ। ତାପରେ ଦେଖିଲା ବେଳକୁ ଶିକାରୀ ଯେଉଁ ଗଛ ଉପରେ ବସିଥିଲା ସେଇ ଗଛଟା ଗୋଟେ ବେଲ ଗଛ ଥିଲା। ଆଉ ବେଲ ଗଛର ତଳେ ସ୍ୱୟମ୍ଭୁ ଶିବଲିଙ୍ଗଟିଏ ଥିଲା। ବହୁତ କାଳରୁ ସେ ଅପୂଜା ହୋଇକି ଥିଲା। ଶିକାରୀ ଯେତେବେଳେ ତା ଆଖିର ଲୁହ 2 ଟୋପା ଗଡ଼େଇଛି, ସେ ଶିବଲିଙ୍ଗ ଉପରେ ସେ ଲୁହ 2 ଟୋପା ପଡ଼ିଛି। ତାପରେ ଅନ୍ୟମନସ୍କ ଭାବରେ ସେ ଯେଉଁ ଗଛରୁ ପତ୍ର ଛିଣ୍ଡେଇ ତଳକୁ ପକାଉଥିଲା, ସେ ପତ୍ର ଯାଇ ଶିବଲିଙ୍ଗ ଉପରେ ପଡ଼ିଥିଲା। ଅନେକ କାଳରୁ ଅପୂଜା ହୋଇ ପଡ଼ିଥିବା, ଅନେକ କାଳରୁ ଅଭିଷେକ ନ ହୋଇଥିବା ଶିବଲିଙ୍ଗ ସେଇଠି ଅଭିଷେକ ହୋଇଛନ୍ତି, ଜୀବନ୍ୟାସ ପାଇଛନ୍ତି। ଆଉ ସେ ଯେଉଁ ଶିକାରୀଟି ଉପବାସ କରିଥିଲା ସେଦିନ ଜାଗର ଥିଲା। ତେଣୁ ସେ ଉପବାସ କରିଥିଲା ଏବଂ ଶିବଙ୍କୁ ତାର ଆଖିର ଲୁହରେ ଅଭିଷେକ କରିଥିଲା, ବେଲପତ୍ର ଅର୍ପଣ କରିଥିଲା। ତେଣୁ କରିକି ସେ ହେଉଛି ଶିବଙ୍କର ବଡ଼ ଭକ୍ତ। ତାପରେ ଶିବଲୋକକୁ ଶିବଦୂତମାନେ ତାକୁ ନେଇଗଲେ। ଅଜାଣତରେ ହଉ ପଛେ ଯଦି ଆମେ ଶିବଙ୍କୁ ପ୍ରାର୍ଥନା କରିଛନ୍ତି, ଅଜାଣତରେ ହଉ ପଛେ ଯଦି ଆମେ ଶିବଙ୍କ ଲିଙ୍ଗ ଉପରେ ଜଳ ଟିକେ ଦେଇଛନ୍ତି, ବେଲପତ୍ର ଟିକେ ଦେଇଛନ୍ତି, ତାହେଲେ ଶିବ ନିଶ୍ଚିନ୍ତ ଭାବରେ ଆମର ଗୁହାରି ଶୁଣିବେ। କାରଣ ସେ ତ ଆଶୁତୋଷ ନା, ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି। କଥାଟି କେମିତି ଲାଗିଲା କମେଣ୍ଟରେ କୁହନ୍ତୁ। ଓମ୍ ନମଃ ଶିବାୟ।